ସାର୍ ସୁଭଦ୍ରା ଯୋଜନା ବିଷୟରେ କ'ଣ କହିବେ ଆପଣଙ୍କୁ ମିଳିଲାନି? ସୁଭଦ୍ରା ଭଲ ଆଉ ଲେଡ଼ିସ୍ ମାନଙ୍କ ପାଇଁ ଆଉ ସେମାନେ ନିଜେ ସ୍ୱାବଲମ୍ବୀ ହେବେ। ଆପଣ ପାଇଲେନି? ପାଇନୁ ମିଳିବ ମିଳିବ ମିଳିବ। ଆମେ ଏବେ ଏଇ ଯେଉଁ ରବିବାର ଦିନ ଫର୍ମ ଫିଲ୍ଅପ୍ ତେବେ ଆମେ ଆକୁ ଟିକେ ଯିବା ପଚାରି ବୁଝିବା ଯେଉଁମାନେ ସାର୍ ଆପଣଙ୍କର ସୁଭଦ୍ରା ଯୋଜନାରେ ପକେଇଛନ୍ତି? ପକେଇଛନ୍ତି ମିଳିଲା? ନାଇଁ ଆସିନି। ଆସିବ ଆସିବ ନିହାତି ଆସିବ। ଯେଉଁମାନଙ୍କର ଆସିନାହିଁ ତେବେ ଆମେ ପଚାରି ବୁଝିବା ଯେ ସୁଭଦ୍ରା ଯୋଜନାରେ ଯେଉଁମାନେ ପକେଇଛନ୍ତି ଆଉ ଯେଉଁମାନଙ୍କର ହଁ ଭାଇ ଆମର ଏଇଠି ଅଛନ୍ତି। ଆଚ୍ଛା ଭାଇନା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ଆମେ ଶୁଣିଲୁ କୁଆଡ଼େ ଆପଣ ସୁଭଦ୍ରା ଯୋଜନାରେ ପକେଇଛନ୍ତି? ଆଜ୍ଞା। ତାହେଲେ 50,000 ଟଙ୍କାର ମାୟା ଆପଣଙ୍କୁ ବି ଲାଗିଛି? ଲାଗିଛି। ମିଳିଲାଣି? ମିଳିନାହିଁ। ମିଳିବ କେବେ? କେବେ ମିଳିବ? ଧୈର୍ଯ୍ୟ ଧରିବାକୁ ପଡ଼ିବ। ଧୈର୍ଯ୍ୟ ଗ୍ୟାରେଣ୍ଟି ନାହିଁ ଅଛି ମିଳିବ ନା? ଯେଉଁ ଆମେ 2 ଦିନ 4 ଦିନ ଯେଉଁ ମାନେ ଠିଆ ହେଇକା ଆମ ଯେଉଁ ସ୍ତ୍ରୀ ଲୋକ ତାଙ୍କ ଆଣ୍ଠୁ ଗୋଡ଼ ବି ବିନ୍ଧିଲାଣି। ସେ ପଇସା ଆଇଲେ ମଲମଟା କିଣି ଆମକୁ ଘଷା ହବ? 5,000 ଦେଇଛନ୍ତି ବି ସମସ୍ତଙ୍କର ତ ଆସିନାହିଁ। କାହାର ଆସିଛି କାହାର ଆସିନାହିଁ। ଆସିବ ପୁରା ସମୟ ଧୈର୍ଯ୍ୟ ଧରିବ ନା? କହିବ କିଏ? ଆପଣ ଧୈର୍ଯ୍ୟ କହିବ କ'ଣ ଦରକାର? ଧୈର୍ଯ୍ୟ ଧରି ସାରିଲୁଣୁ। ଧରି ସାରିଲାଣି? ଲୋକଙ୍କର ଯେମିତି ଆସି ସାରିଲାଣି ପଇସା ଆମ ଧୈର୍ଯ୍ୟ ପଳେଇଲାଣି କୁଆଡ଼େ ହେଲା। ଆଉ ଲୋକଙ୍କର ଯେମିତି ଆସିକି ପଇସା ବାହାରିଲାଣି ଆଉ ଆମ କଥା ଜାଣୁଥିବ ଆଉ। ଏଠି କଥା ହେବା ଆମେ ଟିକେ ଘୁଞ୍ଚି ଯିବା। ସାର୍ ଆପଣଙ୍କର ମିଳିଲାଣି? ଆମର ସାର୍ ମିଳିନି। ଆଉ ମିଳିନି ବୋଲି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା। ସ୍ତ୍ରୀ କ'ଣ କହୁଛି? ସିଏ କହୁଛି ତାର ମିଳିଛି ମୋର କାହିଁ ମିଳିଲାନି। ସେଥିପାଇଁ 4 ଦିନ ନେ ଝଗଡ଼ା। ଘର ଭିତରେ ଝଗଡ଼ା? ଘର ଭିତରେ 4ଟା ବୋଉ ହେଲେ ଗୋଟେ ଘରେ 4ଟା ବୋଉ, ଗୋଟେ ବୋଉର ଯଦି ମିଳୁଛି 3 ବୋଉ ଝଗଡ଼ା। ଏଇଭଳିଆ ହେଉଛି। ଯଦି ସରକାର କଲା ସମସ୍ତଙ୍କୁ ଦେବ ନଦେବ ନାହିଁ। ସ୍ତ୍ରୀ କହୁଛି ମୋର ଆଗ ହେଇଛି କାହିଁ ମିଳିଲାନି, ତାଙ୍କର ପଛରେ ହେଇକି କାହିଁ ମିଳିଲା। ଏଥିପାଇଁ ଦାୟୀ କିଏ? ଦାୟୀ କିଏ? ସେଥିପାଇଁ କିଏ ଦାୟୀ? ସେଇଟା କହିହେବ। ଯାହା ମାନଙ୍କର ସିଲେକ୍ସନ୍ ପ୍ରଥମ ଷ୍ଟେପ୍ରେ ଯାଇଛି ମିଳିବ। କାରଣ କ'ଣ ଏକକାଳୀନ ସମସ୍ତଙ୍କୁ କ'ଣ ଜାଣିଗଲା ସେ ତମର ଭାଇ ବୋଉ କି ଦେଢ଼ଶୁର ବୋଲି ସରକାର କେମିତି ଜାଣିବ? ସେଇଟା ତ ଦେଖିଲେ ଆକାଉଣ୍ଟ ନମ୍ବର କିଛି ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଲେ। ଧୈର୍ଯ୍ୟ ଧରିବାକୁ ପଡ଼ିବ। ଆସିବ। ଆଉ ଧୈର୍ଯ୍ୟ ଧରିନି ସମେତ ଧୈର୍ଯ୍ୟ ଦଉନାହାନ୍ତି ନା। ଆପଣ ଖାଲି କ'ଣ ସେଇ 5,000 ଟଙ୍କା କି 10,000 ଟଙ୍କା ନେଇ ବର୍ଷକୁ କେବଳ ମାଇଣ୍ଡ ସେଟ୍ ଆଉ କିଛି କରିବ? ସେମାନେ 5,000 ଦେଖିଲେ 5 ଜଣ ଆସିଲା ମୋର ଆଇଲାନି। ସେମାନଙ୍କ ମୁଣ୍ଡରେ ଏଇଟା ବସି ଟଙ୍କା 5,000ର ଜିନିଷ ନୁହଁ। ସେ ଟଙ୍କା ଆସିଲେ ଫାଷ୍ଟ ଆପଣ କ'ଣ କରିବେ? ମୋର ନୁହଁ, ସିଏ ଯାହା ସିଏ ପାଇବ ସିଏ କ'ଣ କରିବ ନାହିଁ। 5,000 ଟଙ୍କା ମିଳିଲେ ସାର୍ କିଛି ଲାଭ ନାହିଁ। ମାନେ ଗୋଟେ ମିଲିକି ବି ଯଦି ଏକା କାଳନରେ 50,000 ମିଳିଥାନ୍ତା। ସରକାରୀ ଠକ ସରକାର। ସାର୍ଙ୍କୁ ଦିଅ କୁହନ୍ତୁ। ସରକାରୀ ଦେଲା ସମସ୍ତଙ୍କୁ ଦେଇଥିଲେ ଭଲ ହେଇଥାନ୍ତା ହେଲା। ଗୋଟେ ପରିବାରରେ 5 ଜଣ ଥିବେ, ଜଣେ ପାଇବ ଆଉ 4 ଜଣ ପାଇବେନି। କ'ଣ ଠିକ୍ ଜିନିଷ? ଯାହା ଚାଲିଛି ଚାଲିଥାନ୍ତା। ଇଏ ଖୋଳତାଳ କରୁଛି। କିଛି କାଟିଲେ ପୁଣି ସେଇ ପଇସାଟା ମେଣ୍ଢେଇ ଦେବ। ହଇତା ମାଇପେ ବାଡ଼ିଆ ପିଟା। ହଇତା ମାଇପ ମାଡ଼ିବ ମାଗିରା ହେଲା କି? ଏରା ବେକାର। ଯେଉଁମାନଙ୍କର ଟଙ୍କା ଆସିଛି ତାଙ୍କ ଯେଉଁମାନଙ୍କର ସ୍ୱାମୀ ଟିକେ ଡୋକମ କରନ୍ତି ସିଏ ଗୋଟେ ଧମକେଇକି ନେଇଗଲେଣି। ଅଟୋମେଟିକ୍ ନେବେ। ଟଙ୍କା 5,000 କେତେ? ସ୍ତ୍ରୀ ନଦେଲେ ସ୍ତ୍ରୀକି ବାଡ଼େଉଛନ୍ତି ଲୋକ। ଯିଏ ମଦ ଟିକେ ପିଉଛି ସେ ଯାହାହେଲେ ନିଶ୍ଚିନ୍ତ ମଦ ପିଇବ। ମଦୁଆ ତ ସୁନା କାଚ ସୁନା ଚୁଡ଼ି ବିକ୍ରି ମଦ ପିଇ ଦେଉଛନ୍ତି। ଆଉ ଟଙ୍କା 5,000 ତାଙ୍କ ଆଗରେ କ'ଣ? ତାମାନେ 50,000 ଦେଲେ ତ ସେ ତାକୁ ଭସେଇ ଦେବେ। ମଦ ଗାଡ଼ି ଯାଇଥିଲା ରିକ୍ୱେସନ୍ ଆଜି ଯାକେ ଟଙ୍କା ମିଳିନି। ମାନେ ମାସ ଧରି ଯାଇଛି। ଆମେ ବି ଦରମା ପାଇନୁ ଜାଣିଲ। ମାଲିକ ମାନେ ତ ପାଇନାହାନ୍ତି, ଆମକୁ ଦେବେ କେଉଁଠି? ସରକାର ଏଣେ ଦେଉଛି ସୁଭଦ୍ରା ପଇସା। ଗାଡ଼ି ଯାଇଛି ମାସ ଧରି ଆମେ ପେମେଣ୍ଟ ପାଇନୁ। ମାଲିକ ତ ପାଇନାହାନ୍ତି, ଆମକୁ ଦେବେ? ଆମେ ମାଲିକର ଆମର ଅପ୍ରିୟ ହେଇନି। ଏଥିପାଇଁ ସରକାର ଦାୟୀ। ଆଉ କିଏ ଦାୟୀ? ଏଥିପାଇଁ କିଏ ଦାୟୀ? ସରକାର ଦାୟୀ। ଯାହା ହାତ ଗଲା ସରକାର ମୁଣ୍ଡରେ ଡେଟ୍ ବେଟ୍ ଦେବ। ଆଉ କ'ଣ କି ସରକାରୀ ଠେଙ୍ଗା ମୁଣ୍ଡରେ ଠେଙ୍ଗା ମୁଣ୍ଡରେ ଠେଙ୍ଗା କହିଲେ କ'ଣ ହେବ? ସେତେବେଳେ ବିଜେଡ଼ି ଥିଲେ, ସରକାର ଥିଲା ପୁରା। ହଁ ବିଜେଡ଼ି ଥିଲେ ପଇସା ହାଉଦା। ବିଜେଡ଼ି ଏବେ ନବୀନ ବାବୁ ଘରେ ବସୁଛନ୍ତି ଏସି ଲଗେଇ ଚୁପଚାପ ହେଇକି। ହଁ ନାଇଁ ନବୀନ ବାବୁ କ'ଣ 15-20 ବର୍ଷରେ ଏ ପଇସା କିଏ ଅଟକେଇଲା? ସେ ପଇସା କିଏ ଉଠେଇଲା? ସରକାରୀ ଯିଏ ଆସିଲା ସେ ଦେବା କଥା। ଆମେ ଗରିବ ଲୋକ, ଆମେ ପେମେଣ୍ଟ ପାଇଲୁନି। ମାଲିକ ମାନେ ଆମର ଝଗଡ଼ା ଝଗଡ଼ା ଚାଲିଛି। ଆଚ୍ଛା ହଉ, ଏଇଠି ଦିଦିଙ୍କ ପାଖକୁ ଯିବା। ଆଚ୍ଛା ଦିଦି ଆପଣଙ୍କ ନାଁଟା କ'ଣ? ଯମୁନା ବାରିକ ଛତିଆ। ଏଇଠି ଆମେ କଥା ହେବା। ଆଚ୍ଛା ସୁଭଦ୍ରା ଯୋଜନା ଟଙ୍କା କଟକ। ଆଚ୍ଛା ଟଙ୍କା ପାଇଁ ଆବେଦନ କରିଥିଲେ? ହଁ ଏଇଠି ଦେଖନ୍ତୁ ଆମେ ଫର୍ମ ପକେଇଥିଲୁ ବା। ପକେଇଥିଲେ? କ'ଣ ହେଲା? ଆମର ସମିତି କାଲି ମିଟିଂ ହେଇଥିଲା, ସମିତି ଆଇଲା, ଆମର ଆସିନି। ଆଉ ସମିତି ଆମ ଗାଁରେ 4-5 ଜଣଙ୍କର ଆଇଛି। ଆସିଛି? ସିଏ ତ ଆଜି ମଟନ କାଲି ଖାଇଦେବେ। ହଁ ଖାଇନଥିବେ ଆଉ ତାଙ୍କର ମଟନ ଫଟନ ସବୁ ଖାଇଛନ୍ତି। ହେଲେ କ'ଣ ଆମ ପାର୍ଟି ଆମେ ପକେଇଥିଲୁ 2-3ଟା ପକେଇଥିଲୁ, ଆମର ଜମା ଆସିନି। ସମସ୍ତେ ପରିବାର
ସବୁ ଆଇଛି ସବୁ କେତେ ଜଣଙ୍କର ଆସିଛି ମିନିମମ୍ 12 ଜଣ ଆମ ପରିବାର। ଏଇଠି ମୁଣ୍ଡଟା ବାଡ଼େଇ ଦିଆହବ ଗୋଟେ ଆଣ କାଠ ପଟାଟେ ଆଣ ମୁଣ୍ଡ ବାଡ଼ିଆ ହବ ସମସ୍ତଙ୍କର 12 ଜଣର ସମସ୍ତଙ୍କର ଅଛି 12 ଜଣଙ୍କର 12 60,000 କାଲି 60,000 ଟଙ୍କା ଆସିଛି ଅଛି କାଲି କ'ଣ ସବୁ ଘରେ ଆୟୋଜନ ହେଇଥିଲା ସତ କୁହ ଲୋକମାନେ ସବୁ ଯେଉଁ କହୁଛନ୍ତି ଏ ସରକାର ଆସିଲେ କିଛି କରିବୁନି କେ ଟାଇମ୍ ଦିଅ ତାକୁ ସେ ଧନୀ କରିବ ସମାନ କରିବ କହିଛି ମୋଦି ଧନୀ କରିବ ଆପଣ 60,000 ପାଇଲେ ବୋଲି ନା ଆଉ ଆପଣ ଘରଟା ମକୁନ୍ଦପୁର ଜିଲ୍ଲା ଢେଙ୍କାନାଳର ଭାଇ ମକୁନ୍ଦପୁରର ବାସିନ୍ଦା ଆଙ୍କ ଘରେ 12 ଜଣ ମହିଳା ସଦସ୍ୟ 12 ଜଣ ମହିଳା ସଦସ୍ୟଙ୍କର ପାଖାପାଖି 60,000 ଟଙ୍କା ଆସିଛି ତେବେ 60,000 ଟଙ୍କାରେ କାଲି ମଟନ୍ ହେଇଥିଲା ସତ କହିବ ମଟନ୍ କରିନାହାନ୍ତି କାଲି କ'ଣ ହେଇଥିଲା ଚିକେନ୍ କରିଥିଲେ ମାନେ 12 ଜଣ ସଦସ୍ୟ ପୁରା ଖୁସି ହୋଇ ଗତକାଲି ଚିକେନ୍ ହେଇଥିଲା ସେଥିପାଇଁ ମୋହନ ବାବୁଙ୍କୁ ଧନ୍ୟବାଦ ଦେବେ ହଁ ଧନ୍ୟବାଦ ପୁରା ଧନ୍ୟବାଦ 60,000 ଟଙ୍କା ପାଇଛ ହଁ ମାନେ ଆଶ୍ଚର୍ଯ୍ୟ କେଉଁଠି ନାହିଁ କେଉଁଠି ମିଳିଛି ଆଉ ତ ଭାଇନାଙ୍କର 12 ଜଣ ପରିବାର ସଦସ୍ୟ କ'ଣ କଲା ମ ହଉ ଭାଇ ଆଉ ପେପରଟା ନେଇ କ'ଣ ଆଉ କହିଥାନ୍ତି ଏଠି ସବୁ ଚାଲିଛି ହଁ ଏଠି ଏବେ ତ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଆମର ମୋହନ ବାବୁଙ୍କର ମୋଦି ବାବୁଙ୍କର ଅଛନ୍ତି ଫଟୋ ମୋଦି ବାବୁଙ୍କର ବଡ଼ଟା ଆଉ ମୋହନ ବାବୁଙ୍କ ଛୋଟିଆ ବଡ଼ଟା ହଉ ଚାଲୁ ସଂସ୍ଥା ଚାଲିଛି ଆଉ ତେବେ ତ ପଚାରିବି ଯେ ସାର୍ ଆପଣଙ୍କର ସୁଭଦ୍ରା ଯୋଜନାର ଟଙ୍କା ଆସିଛି ନାଇଁ ଆଜ୍ଞା ଆସିବନି ଆସିବ ବୋଲି ଭରସା ତ ରଖିଛୁ ଆସିବ ଟିକେ ବସିଯିବା ସାର୍ ସାର୍ କଥା ସାର୍ କେଉଁଠୁ ଆସିଛନ୍ତି ମୁଁ ଏଇ କଟକରୁ ଆସିଛି କେଉଁ ଜାଗା ମୁଁ ଏଇ କଟକ ଆମର ଲିଙ୍କ ରୋଡ଼ ଆଜ୍ଞା ତେବେ ଟଙ୍କା ଆସିଲେ ଫାଷ୍ଟ କ'ଣ କରିବେ ବୋଲି ଭାବିଛନ୍ତି ସେ ଟଙ୍କା ମାନେ କେଉଁ ଖର୍ଚ୍ଚ କରିବେ ଖର୍ଚ୍ଚ କ'ଣ ଏଇ ବେପାର ପଟାରେ କିଛି କରିବା ଆଉ ବେପାର ପଟା କରି କିଛି କେମିତି ବଢ଼ିବା ଆଉ କିଛି ଉପାୟ ନାହିଁ ଆଉ ଆପଣ କ'ଣ ସେଇ 5,000 ଟଙ୍କା ନେଇ କରିବେ ଆପଣ 5,000 ଟଙ୍କା ନିଜେ ଲଗେଇ କରିପାରିବେନି ନାଇଁ ସେଇଟା ତ ଠିକ୍ କଥା କିନ୍ତୁ ପଇସା ତ ଆମ ପାଖରେ ନାହିଁ ଟୋଟାଲ୍ ଉପରେ ଆଉ କ'ଣ କରିବୁ ହେଲା କିଛି ପଇସା ହେଲା ମାନେ କିଛିଟା ଇନଭେଷ୍ଟ କରିକି କିଛି ବେପାର କରିବା କି ବେପାର କରିବେ ବୋଲି ଭାବିଛି ବେପାର କ'ଣ ସିଲେଇ ମେସିନ୍ଟା ଆଣିବା ଏଇ ଦାମ ତ 5,000 ଟଙ୍କା ସେଇ ଯାହା ବି ତାରି ଭିତରେ ଦେଖି ଆଉ କିଛି ପଇସା ପୁରେଇକି କିଛି ଆଣିବା ଆଉ କ'ଣ ଆଉ ଏ ତ ଭତ୍ତା କଥା କହିଦେଲେ ଭତ୍ତା ତ ଦେଲେ ନାହିଁ ଆଉ ବୟସ କେତେ ମୋତେ 62 63 ହେଲାଣି ଆଚ୍ଛା ଘରମଣି ପାଇବେ ଆଜ୍ଞା ଘରମଣି ପାଇବେ ଆଜ୍ଞା ତାହେଲେ ଆପଣ ତାହେଲେ ଛାଡ଼ ପାଇନାହାନ୍ତି ଆଉ ପାଇନାହିଁ ଆଉ ଆପଣ ବୋହୁ ପାଇନାହିଁ ଝୁଅ ପାଇନାହିଁ ବୋହୁ ଘରଟି ହଁ ଆପ୍ଲାଏ ହେଇଛି ହଁ ମୋ ମିସେସ୍ ବି ହେଇଛି ସିଏ ପାଇନି ଝୁଅ ବି ପାଇନି ଝୁଅକୁ ଆସି 22-23 ବର୍ଷ ହେଇଗଲାଣି ବୋହୁ ପାଇନି ମୋ ସ୍ତ୍ରୀ ବି ପାଇନି ହେଲା ତେବେ କ'ଣ କହିବେ ଆପଣଙ୍କର ଭତ୍ତା ମିଳୁଛି ନାଇଁ ଭତ୍ତା ମିଳୁଛି 1,000 ଟଙ୍କା ମିଳୁଛି କହିଲେ 3,500 ଦେବେ ବୋଲି ଆମେ ଭୋଟ୍ ଦେଲୁ କିନ୍ତୁ ଦେଖିଲା ବେଳକୁ 1,000 ହେଲା କ'ଣ କରିବା କହୁଛନ୍ତି ଗୋଟାଏ କଥା କରୁଛନ୍ତି ଗୋଟାଏ କଥା ହେଲା କ'ଣ କହିବେ ମୋହନ ବାବୁ ମୋର ଆଉ କହିବି କ'ଣ ମୋ ଦୁଃଖ ତ ଜଣେଇଲି କହିଲେ ବାବୁ ଦେବେ ବୋଲି 3,500 ଟଙ୍କା ବୁଢ଼ା ଲୋକଙ୍କୁ ଆଉ କିଛି ନାହିଁ ଆଉ 1,000 ଟଙ୍କାରେ କେମିତି କ'ଣ ଔଷଧ ଖାଇବୁ କ'ଣ ରଖିବୁ କ'ଣ ମେଡ଼ିସିନ ଖର୍ଚ୍ଚ ପଳାଉଛି ନା ଆଉ ଏଇ ତ ଦୁଃଖର କଥା ଆଉ କହିବୁ କ'ଣ ଭତ୍ତା କେତେ ଟଙ୍କା ହେଲେ ଆପଣଙ୍କୁ ଠିକ୍ ରହିବ 3,500 ଠିକ୍ ଅଛି 3,000 ଦିଅନ୍ତୁ 3,000 ଦେଲେ ବି ଚଳିବ ଆଡ଼ଜଷ୍ଟ ହେଇଯିବ ଆଉ କ'ଣ କରିବା ଏ ମୋହନ ବାବୁ ଶୁଣୁଥିବେ ଆପଣଙ୍କର ପ୍ରଜାମାନେ କିଭଳି ଭାବରେ ଅସୁବିଧାରେ ଅଛନ୍ତି